ଆସନ୍ତୁ ଆଜି ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କର ଲେଖା ସମୟର ସଦୁପଯୋଗ ବିଷୟରେ ଆଲୋଚନା କରିବା। ଏହି ବହିଟି ଆମକୁ ସମୟର ପ୍ରକୃତ ମୂଲ୍ୟ କ'ଣ ତାହା ବୁଝିବାରେ ବହୁତ ସାହାଯ୍ୟ କରେ। ବହିର ଆରମ୍ଭରେ ହିଁ ଗୋଟିଏ ବହୁତ ଶକ୍ତିଶାଳୀ କଥା କୁହାଯାଇଛି। ଆମେ ଜୀବନକୁ କେତେ ଭଲ ପାଉ ତାହା ଏଇଥିରୁ ହିଁ ଜଣାପଡ଼େ ଯେ ଆମେ ସମୟକୁ କେତେ ଗୁରୁତ୍ୱ ଦେଉଛୁ। କାରଣ ସତ କହିବାକୁ ଗଲେ ସମୟ ହିଁ ତ ଜୀବନ। ତେବେ ଚାଲନ୍ତୁ ଆହୁରି ଭିତରକୁ ଯାଇ ବୁଝିବା ଏ ବହିର ମୂଳ କଥାଟି କ'ଣ, ଆଉ କାହିଁକି ସମୟକୁ ଧନ ସମ୍ପତ୍ତିଠାରୁ ବି ଅଧିକ ମୂଲ୍ୟବାନ ବୋଲି କୁହାଯାଏ। ଗୋଟିଏ କଥା ଟିକେ ଭାବନ୍ତୁ, ଟଙ୍କା ପଇସା ହଜିଗଲେ ଆମେ ପୁଣି ପରିଶ୍ରମ କରି କମେଇ ପାରିବା, କିନ୍ତୁ ଯେଉଁ ସମୟ ଥରେ ହାତରୁ ଚାଲିଗଲା ତାହା କ'ଣ କେବେ ଫେରିଆସିବ? ବିଲକୁଲ ନୁହେଁ। ଆଉ ସେଇଥିପାଇଁ ତ କୁହାଯାଏ ସମୟ ହେଉଛି ଦୁନିଆର ସବୁଠାରୁ ବଡ଼ ସମ୍ପତ୍ତି। ବହି ଭିତରେ ଗୋଟିଏ ବହୁତ ସୁନ୍ଦର ଉଦାହରଣ ଦିଆଯାଇଛି। ଆମ ଜୀବନକୁ ଗୋଟିଏ ବଡ଼ ମହଲ ସହିତ ତୁଳନା କରାଯାଇଛି, ଆଉ ସେହି ମହଲର ପ୍ରତିଟି ଇଟା ହେଉଛି ଆମ ଜୀବନର ଗୋଟିଏ ଗୋଟିଏ ମୁହୂର୍ତ୍ତ। ତେବେ ଆମେ କେମିତି ମହଲ ତିଆରି କରୁଛେ ତାହା ସମ୍ପୂର୍ଣ୍ଣ ଭାବେ ଆମ ସମୟର ବ୍ୟବହାର ଉପରେ ହିଁ ନିର୍ଭର କରେ। ହଉ, ତେବେ କେବଳ ସମୟର ମହତ୍ତ୍ୱ ବୁଝିଲେ ତ କାମ ସରିବନି, ତାକୁ ଠିକ୍ ଭାବରେ ବ୍ୟବହାର କରିବାକୁ ପଡ଼ିବ। ତେବେ ଚାଲନ୍ତୁ ଦେଖିବା ଗୋଟିଏ ସୁନ୍ଦର ଆଉ ସଫଳ ଜୀବନ ପାଇଁ ଆମେ ଆମ ଦିନକୁ କେମିତି ଭାଗ କରିପାରିବା। ଲେଖକ କହୁଛନ୍ତି ଯେ ଗୋଟିଏ ଭଲ ଜୀବନ ପାଇଁ ଆମର ଦିନଚର୍ଯ୍ୟା ତିନୋଟି ମୁଖ୍ୟ ସ୍ତମ୍ଭ ଉପରେ ତିଆରି ହେବା ଦରକାର। ପ୍ରଥମତଃ ଆମ ସ୍ୱାସ୍ଥ୍ୟ ପାଇଁ ସମୟ, ଦ୍ୱିତୀୟରେ ଆମ ଆର୍ଥିକ ସ୍ଥିରତା ପାଇଁ ସମୟ, ଆଉ ତୃତୀୟରେ ସମାଜର କଲ୍ୟାଣ ପାଇଁ କିଛି ସମୟ। ଏହି ତିନୋଟି ଭିତରେ ଯଦି ସନ୍ତୁଳନ ରହିବ ତେବେ ଯାଇ ପ୍ରକୃତ ବିକାଶ ସମ୍ଭବ। ତାହେଲେ ଏସବୁକୁ ଆମେ ଦୈନନ୍ଦିନ ଜୀବନରେ କେମିତି ଲାଗୁ କରିବା? ଦେଖନ୍ତୁ, ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ସକାଳୁ କିଛି ବ୍ୟାୟାମ କିମ୍ବା ଧ୍ୟାନ, ଆର୍ଥିକ ସ୍ଥିରତା ପାଇଁ ନିଜ କାମ ସହିତ କିଛି ନୂଆ କୌଶଳ ଶିଖିବା, ଆଉ ସାମାଜିକ କଲ୍ୟାଣ ପାଇଁ ସପ୍ତାହରେ କିଛି ସମୟ ବାହାର କରି ଅନ୍ୟକୁ ସାହାଯ୍ୟ କରିବା। ଏହି ଛୋଟ ଛୋଟ ଅଭ୍ୟାସ ହିଁ ଦିନେ ନା ଦିନେ ବଡ଼ ପରିବର୍ତ୍ତନ ଆଣିଥାଏ। ଆଉ ଗୋଟିଏ ବହୁତ ମଜାଦାର କଥା କ'ଣ ଜାଣନ୍ତି କି? ଛୋଟ ଛୋଟ କାମକୁ ଯଦି ପ୍ରତିଦିନ କରାଯାଏ ତେବେ ତାର ଫଳ ଏତେ ବଡ଼ ହୋଇପାରେ ଯେ ଆମେ କେବେ କଳ୍ପନା ବି କରିନଥିବା। ଏହାକୁ ହିଁ ତ କୁହାଯାଏ ନିୟମିତତାର ଶକ୍ତି ବାଇ କମ୍ପାଉଣ୍ଡିଂ ଏଫେକ୍ଟ। ଉଦାହରଣ ସ୍ୱରୂପ, ଯଦି ପ୍ରତିଦିନ ମାତ୍ର ଗୋଟିଏ ଘଣ୍ଟା ବହି ପଢ଼ାଯାଏ ତେବେ ବର୍ଷ ଶେଷ ବେଳକୁ ପ୍ରାୟ 15,000 ପୃଷ୍ଠା ପଢ଼ା ସରିଯିବ, ଆଉ ଏତିକି ଗୋଟିଏ ବିଷୟରେ ବିଶେଷଜ୍ଞ ହେବା ପାଇଁ ଯଥେଷ୍ଟ। ଦେଖିଲେ ତ, ଏହା ହିଁ ନିୟମିତତାର ଚମତ୍କାର। ଆମେ ଯଦି ଇତିହାସକୁ ଦେଖିବା ତେବେ ଜାଣିପାରିବା ଯେ ବଡ଼ ବଡ଼ ମହାପୁରୁଷମାନେ କେମିତି ନିଜର ପ୍ରତିଟି ମୁହୂର୍ତ୍ତର ସଦୁପଯୋଗ କରୁଥିଲେ। ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କଠାରୁ ଆରମ୍ଭ କରି ଆବ୍ରାହମ ଲିଙ୍କନ ପର୍ଯ୍ୟନ୍ତ ସମସ୍ତେ ସମୟର ମୂଲ୍ୟ ବୁଝିଥିଲେ ଆଉ ଛୋଟ ଛୋଟ ମୁହୂର୍ତ୍ତକୁ କାମରେ ଲଗାଇ ମହାନତା ହାସଲ କରିଥିଲେ। ତାହେଲେ ଏହି ସବୁ ଶିକ୍ଷାରୁ ଆମେ ସଫଳତା ପାଇଁ କେଉଁ ମୂଳମନ୍ତ୍ରଟି ପାଇପାରିବା? ଚାଲନ୍ତୁ ଏହା ଉପରେ ଟିକେ ନଜର ପକାଇବା। ଏହି ବହିଟି ଆମକୁ ଆମର ସବୁଠାରୁ ବଡ଼ ଶତ୍ରୁ ବିଷୟରେ ସତର୍କ କରାଉଛି, ଆଉ ସେହି ଶତ୍ରୁ ହେଉଛି କାଲି କରିବାର ଅଭ୍ୟାସ। ଯେକୌଣସି କାମକୁ ଆଜି ନ କରି କାଲି ଉପରକୁ ଟାଳିଦେବାଟା ହିଁ ସଫଳତାର ରାସ୍ତାରେ ସବୁଠାରୁ ବଡ଼ ବାଧା। ସନ୍ଥ କବୀରଙ୍କର ଏହି କଥା ଆମକୁ ସବୁବେଳେ ମନେ ପକାଇ ଦିଏ ଯେ କୌଣସି ବି କାମ କରିବା ପାଇଁ ସଠିକ୍ ସମୟ ହେଉଛି ବର୍ତ୍ତମାନ, ଏହି ମୁହୂର୍ତ୍ତ। ଯେତେବେଳେ ଆମେ ଏହିସବୁ ଭଲ ଅଭ୍ୟାସକୁ ନିଜ ଜୀବନରେ ଆପଣେଇ ନେବା ସେତେବେଳେ ଦେଖିବେ ଆମର ସାଧାରଣ ଜୀବନଟା ବି ଗୋଟିଏ ଉଦ୍ଦେଶ୍ୟପୂର୍ଣ୍ଣ, ସଫଳ ଆଉ ଶାନ୍ତିପୂର୍ଣ୍ଣ ଯାତ୍ରାରେ ବଦଳିଯିବ। ତେବେ ଏହି ପୁସ୍ତକରୁ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା କ'ଣ ରହିଲା? ଆସନ୍ତୁ ଜାଣିବା। ଶେଷରେ କଥା ହେଉଛି, ଆମ ପାଖରେ ଦୁଇଟି ରାସ୍ତା ଅଛି। ଆମେ ହୁଏତ ସମୟକୁ ନଷ୍ଟ କରି ନିଜକୁ ଧୀରେ ଧୀରେ ତଳକୁ ନେଇଯିବା, ନହେଲେ ସେହି ସମୟକୁ ବ୍ୟବହାର କରି ଗୋଟିଏ ସୁନ୍ଦର, ଆନନ୍ଦମୟ ଆଉ ସଫଳ ଜୀବନ ଗଢ଼ିପାରିବା। ନିଷ୍ପତ୍ତି ସମ୍ପୂର୍ଣ୍ଣ ଆମର। ତେବେ ଶେଷରେ ବହିଟି ଆମ ସମସ୍ତଙ୍କ ପାଇଁ ଗୋଟିଏ ବହୁତ ବଡ଼ ପ୍ରଶ୍ନ ଛାଡ଼ି ଦେଇଯାଉଛି। ଆମେ ସମସ୍ତେ ଏବେ ଜାଣିଲେ ଯେ ସମୟ ହେଉଛି ସେହିଭଳି ଏକ ସମ୍ପତ୍ତି ଯାହାକୁ ଥରେ ହରାଇଲେ ଆଉ ଫେରିପାଇ ହୁଏ ନାହିଁ। ତେବେ ପ୍ରଶ୍ନ ହେଉଛି, ଆଜିଠାରୁ ଆମେ ସମସ୍ତେ ନିଜର ଏହି ଅମୂଲ୍ୟ ମୁହୂର୍ତ୍ତଗୁଡ଼ିକୁ କେଉଁଠି ଆଉ କେମିତି ଖର୍ଚ୍ଚ କରିବା, ଏ ବିଷୟରେ ନିଶ୍ଚୟ ଭାବିବା ଦରକାର।